ସ୍ୱାଧୀନତାର 7 ଦଶନ୍ଧି ପରେ ମଧ୍ୟ କାନ୍ଧରେ ଯାଉଛନ୍ତି ରୋଗୀ। ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ନଗଡ଼ା ଗାଁର ସଂଘର୍ଷମୟ ଜନଜୀବନର ସଂଘର୍ଷମୟ କାହାଣୀର ପ୍ରତିବିମ୍ବ ଦେଖିବା ପାଇଁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିବ ପଞ୍ଚାୟତର ଅରିଲୋ ଗାଁରେ। 1947 ମସିହାରୁ ଦେଶବାସୀ ଇଂରେଜଙ୍କଠାରୁ ସ୍ୱାଧୀନତା ପାଇସାରିଛନ୍ତି ନିଶ୍ଚିନ୍ତ, କିନ୍ତୁ ସ୍ୱାଧୀନତା ପାଇପାରି ନାହିଁ ଭାରତ ଦେଶ ଭିତରେ ଥିବା ଏହି ଅରିଲୋ ଗାଁ। ଏବେ ବି ଏହି ଗାଁ ନିଜ ଜୀବନ ଜୀବିକାକୁ ନେଇ ସଂଘର୍ଷରତ। ଦିନ ମଜୁରିଆ ଭାବରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଏହି ଗାଁର ଗ୍ରାମବାସୀ। ସରକାରୀ ବା ପ୍ରଶାସନିକ କ୍ଷେତ୍ରରେ ଏଠାରେ କେବଳ ଗୋଟିଏ ପ୍ରାଥମିକ ବିଦ୍ୟାଳୟ, ତାହା ବି ବର୍ଷ ତମାମ ସେବା ପ୍ରାୟ ଅସମ୍ଭବ। ଏହାର କାରଣ ମଧ୍ୟ ଅତ୍ୟଧିକ ସମ୍ବେଦନଶୀଳ। ସ୍ୱାଧୀନତାର 7 ଦଶନ୍ଧି ପରେ ମଧ୍ୟ ଏହି ଗାଁକୁ ନା ଅଛି ପକ୍କା ରାସ୍ତା, ନା ଅଛି ବିଶୁଦ୍ଧ ପାନୀୟ ଜଳ, ନା ଅଛି ଆବାସ ଯୋଜନା। ମୋ ନାଁ ଲିଲି ଦେହୁରୀ, ଘର ଅରିଲୋ। ଏଠିକାର ବୋହୂ ମୁଁ। ସେ ବାପଘର ତ ରାସ୍ତା ବାଟ ଅଛି, ସବୁ ସୁବିଧା, ହେଲେ ଏଠିକି ବୋହୂ ବା ଆସିବା ଦିନରୁ ହେଲେ ଅସୁବିଧା ଏଇ ରାସ୍ତା ବାଟ ନାହିଁ। ଆମେ ଭଲ ମନ୍ଦ କୋଉ ଆଡ଼େ ବି ଯାଇପାରୁନୁ। ଆଉ ମେଡିକାଲ ଇଏ ହେଲେ କେସ୍ ହେଲେ ବି ଆମେ ନେଇପାରୁନୁ ଭଲରେ। ଆଉ ଏମିତି ରାସ୍ତା ଇଏ ଯୋଗୁଁ ଆମ ପିଲାମାନେ ବି ଯାଇପାରୁନାହାନ୍ତି ପାଠ ପଢ଼ିବା ପାଇଁ। ସାରେ ଅଣ୍ଟେ ଛାତିଏ ପାଣିରେ ବି ଆସୁଛନ୍ତି ପଢ଼େଇବା ପାଇଁ। ସାର୍ ଗାମୁଛା ବଦଳିକିନି ବି ଆସନ୍ତି। ଏବେ ଚାହୁଁଛୁ ଯେ ଆମର କେମିତି ଗୋଟେ ରାସ୍ତା ହଉ, ଆମେ ଆମ ପିଲାମାନେ ଯୋଉ ପଢ଼ିବା ପାଇଁ ଯାଇପାରିବେ, ଆମେ ବି ଭଲ ମନ୍ଦ ହେଲେ ବି କୌଣସି ନେଇପାରିବୁ ଯୋଉ ଆଡ଼େ ମେଡିକାଲ ଫେଡିକାଲ। ଆଉ ଏତିକି ଆମେ ଚାହୁଁଛୁ। ଅରିଲୋ ମୁଁ ତ ମୋ ଜନ୍ମଦିନରୁ ତ ଆମେ 67 ବର୍ଷ ହେଲାଣି ମୁଁ ଭୋଗି ଯାଉଛି। ରାସ୍ତା ନାହିଁ, ସମସ୍ତେ ଆସୁଛନ୍ତି କହୁଛନ୍ତି ଆମକୁ ଭୋଟ ଦିଅ, କହିଲେ ହଁ ରାସ୍ତା ହେଇଯିବ, ଏମିତି ସମସ୍ତେ କହୁଛନ୍ତି। ଭୋଟ ନେଇ ସାରିଲା ପରେ ଆପଣ କେହି ପଚାରୁନାହାନ୍ତି। ରାସ୍ତା ନେଇକି ଆମର ତ ଯିଏ ରୋଗୀ ପଡ଼ୁଛି ଆମେ କାନ୍ଧେଇକି ନେଉଛୁ, ସେ ଯେଉଁ ଚନ୍ଦା ରଗଡ଼ାକୁ ସେଠିକି ନେଉଛୁ ଡୋଳାରେ କାନ୍ଧେଇକିରି। ଏମିତି ଅସୁବିଧା ଆମର ହେଉଛି। ଆଉ ଯେଉଁଦିନ ବର୍ଷା ହେଇଯାଉଛି, ପାଣି ହେଇଯାଉଛି, ସେଦିନ ସାର୍ ଆସିପାରୁନାହାନ୍ତି, ଆମେ ତ କୁଆଡ଼େ ଯାଇପାରୁନୁ। ଆଉ ଖଣ୍ଡିଆ ସରକାର ଯଦି ରାସ୍ତା ଦିଅନ୍ତେ ବହୁତ ଆମ ସୁବିଧା ହୁଅନ୍ତା, ଉନ୍ନତ ହୁଅନ୍ତା। ହଁ ଆଜ୍ଞା, ଏହି 2 ଜଣ ଗ୍ରାମବାସୀ ଯାହା କହୁଥିଲେ ତାହା ସମ୍ପୂର୍ଣ୍ଣ ସତ। ଗାଁକୁ ଯିବାକୁ ହେଲେ ଅବା ଗାଁରୁ ବାହାରକୁ ବାହାରିବାକୁ ହେଲେ ମୁଖ୍ୟ ରାସ୍ତା ହେଉଛି ଚାଷ ବିଲ ହିଡ଼, ତାହା ପୁଣି 2 କିଲୋମିଟର ଏବଂ ମଝିରେ ପଦେ ଗୋଟିଏ ପାଣ୍ଡରା ନାଳ। ଖରା ଦିନରେ ବା ଧାନ କଟା ଯିବା ପରେ ଯାତାୟାତ କଷ୍ଟ ହେଲେ ମଧ୍ୟ ଗ୍ରାମବାସୀମାନେ ସାମାନ୍ୟ ଆଶ୍ୱସ୍ତି ପାଆନ୍ତି। ହେଲେ ବର୍ଷା ଦିନେ ଏହି ଗାଁ ପାଲଟି ଯାଏ ଗୋଟିଏ ଦ୍ୱୀପ, କାରଣ ପୂର୍ଣ୍ଣ ହୋଇଯାଏ ଏହି ନାଳ। ଆପଣ ମଧ୍ୟ ଥରେ ନିଜେ ଚିନ୍ତା କରି ଦେଖନ୍ତୁ, ଯଦି କୌଣସି ଆପତକାଳ ପରିସ୍ଥିତି ସୃଷ୍ଟି ହୁଏ ଅବା କୌଣସି ରୋଗୀଙ୍କୁ ଡାକ୍ତରଖାନାକୁ ନେବାକୁ ହୁଏ, ତେବେ କ'ଣ ଘଟୁଥିବ ଏମାନଙ୍କ ସହିତ। ଏଥିରୁ ଆପଣ ମଧ୍ୟ ବିଚାର କରିପାରିବେ କିଭଳି ଗ୍ରାମବାସୀଙ୍କ ଜୀବନ ଜୀବିକା। ରାସ୍ତାର ସମ୍ମୁଖୀନ ସବୁବେଳେ ଆମର ବିପଦ ମାଡ଼ି ଆସୁଛି। ତେଣୁକରି ସରକାରଙ୍କୁ ନିୟମ ଦୃଷ୍ଟିରେ ଆମେ ପ୍ରମାଣ କରି କହୁଛୁ ଯେ ଆମେ ରାସ୍ତା ଅଭାବରୁ ଆମେ କୁଆଡ଼େ ଯାଇ ଆସିପାରୁନୁ। ଭୋକ ପାଖରେ ବି ରହୁଛୁ, ପାଣି ଘରରେ ଚାରିଘର ପାଣି। ତେଣୁକରି ଆମେ ଯାଇପାରୁନୁ କୁଆଡ଼େ। ଭଲ ମନ୍ଦ ପଇଲେ ଆମେ ଉପାସ ରହିପାରୁଛୁ। ଯଦି ଭଲ ମନ୍ଦ ପଇଲେ ଗୋଟେ ଡେଲିଭରି କେସ୍, ଗୋଟେ କ'ଣ ଭଲ ଭଲ କେସ୍, ଆମେ ଆକ୍ଚୁଆଲି ନ୍ୟୁଜ୍ରୁ କାନ୍ଧେଇ ମୁଣ୍ଡେଇ ଚନ୍ଦା ରଗଡ଼ା ଯାଉଛୁ 4 କିଲୋମିଟର। 4 କିଲୋମିଟର ଯାଇଯାଉଛୁ, ସେଠୁ ଟୋଲ ଡକାଉଛୁ, ଗାଡ଼ି ଡକାଉଛୁ। ତେଣୁକରି ସେ ଆସୁଛନ୍ତି, ଆମକୁ ନେଇକି ଯାଉଛନ୍ତି। ବହୁତ ଫେର ଆସିଲା ଆମ ବହୁତ ଅସୁବିଧା ହେଉଛି, ଆମେ କିଛି କରିପାରୁନୁ। ନିହାତି ଆବଶ୍ୟକ, ସରକାରକୁ ଧନ୍ୟବାଦ କରି ଦେବି, କିନ୍ତୁ ରାସ୍ତା ଖଣ୍ଡେ ଆମେ ଦେବି। ସେମିତି ନହେଲେ ସରକାରକୁ ମୁଁ ପସନ୍ଦ କରିବି। ଅରିଲୋ ସାର୍ ରାସ୍ତା ଅସୁବିଧା ହେଉଛି କ'ଣ, ଆମ ସୁବିଧା ହେଉନି ମେଡିକାଲ ଫେଡିକାଲ ଯିବାକୁ, କି ଛୁଆଙ୍କୁ ଯିବାକୁ ଟିକେ ସ୍କୁଲକୁ ସୁବିଧା ହେଉନି। ଆଉ 2-3 କିଲୋମିଟର ବାଟ ଛୁଆ ଯାଉଛନ୍ତି ଚାଲିକିନା ପାଠ ପଢ଼ିବା ପାଇଁ। ଆଉ ଚାଉଳ ବାଲିବ ଯାଉଛୁ ଚାଉଳ ଆଣିବା ପାଇଁ ଯେ ମୁଣ୍ଡେଇକିନା ଆଣୁଛୁ, ଚାଲିକିନା ଯାଉଛୁ ପାଣି କାଦୁଅରେ। ଆଉ ଆମର ସେଇ ରାସ୍ତାଟା ପାଇଁ ଅସୁବିଧା ସବୁ ହେଉଛି। ଆଉ ଆମ ଗାଁକୁ ଗୋଟେ ରାସ୍ତା ଆସୁ, ଆମେ ଖାଲି ଏତିକି ଅନୁରୋଧ କରୁଛୁ, ଆଉ କିଛି ନାହିଁ। ତେବେ କଥା କେବଳ ଏତିକିରେ ସରେ ନାହିଁ। ଗ୍ରାମବାସୀ ଅଦ୍ୟାବଧି ପାଇପାରି ନାହାନ୍ତି ବିଶୁଦ୍ଧ ପାନୀୟ ଜଳ। ଗୋଟିଏ ସୋଲାର ପ୍ରକଳ୍ପ ମଧ୍ୟ ଗାଁରେ ଅଛି, ତାହା କେବଳ ରାସ୍ତା କଡ଼ପଟ ପୋଷ୍ଟର ଭଳି ଠିଆ ହୋଇଛି। ଲାଗିବା ଦିନଠାରୁ ପାଣି ବୁନ୍ଦେ ମଧ୍ୟ ବାହାରି ନାହିଁ ଏହି ସୋଲାର ଚାଳିତ ପାଣି ଟାଙ୍କିରୁ। ଆବାସ ଯୋଜନା ବିଷୟରେ ନ କହିବା ଭଲ। ଆବାସ ଯୋଜନାରେ ଘର କାଗଜ କଲମରେ ରହିଯାଉଛି, କାରଣ ଘର ତିଆରି କରିବା ପାଇଁ ଯେଉଁ ବାଲି, ଚିପ୍ସ, ସିମେଣ୍ଟ ଦରକାର ତାହାକୁ ବିଲ ରାସ୍ତାରେ ଆଣିବା ସମ୍ଭବପର ନୁହେଁ, ଯାହା ଫଳରେ କି ଗାଁରେ କେବଳ ନୂଆଣିଆ ଚାଳଘର ହିଁ ଦେଖିବା ପାଇଁ ମିଳୁଛି। ହଁ, ସରକାରୀ ସ୍ତରରେ ମିଳିଛି ଯଦି ତାହା ଗୋଟିଏ ପ୍ରାଥମିକ ବିଦ୍ୟାଳୟ।
ଏହି ବିଦ୍ୟାଳୟ ମଧ୍ୟ ବର୍ଷ ସାରା ଖୋଲା ଯାଇ ପାରୁନାହିଁ କାରଣ ହେଉଛି ବର୍ଷା ଦିନେ ପାଣ୍ଡରା ନାଳ ବଢି ପାଣି। ବାଲିବ ସରପଞ୍ଚ ଶୁଭସ୍ନିଗ୍ଧା ବାରିକ। ବହୁତ ଦିନ ଆଗରୁ ଆମେ ବି ଜନ୍ମ ହେଇନଥିଲୁ, ସେଠି ରାସ୍ତା ନାହିଁ, ଏପର୍ଯ୍ୟନ୍ତ ବି ରାସ୍ତା ହେଇପାରୁନଥିଲା। ବହୁତ ଚେଷ୍ଟା କରିବା ସତ୍ତ୍ୱେ ବି ଆଗରୁ ପୂର୍ବତନ ସରପଞ୍ଚ, ପୂର୍ବତନ ବିଧାୟକ ବହୁତ ଚେଷ୍ଟା କରିବା ପରେ ବି ହେଇପାରୁନଥିଲା। ଏବେ ଏଇ ସରକାରଙ୍କୁ ଧନ୍ୟବାଦ ଦେବି, ଯୋଉଟାକି ମୋ ପିରିୟଡ଼ରେ ମୁଁ ସରପଞ୍ଚ ଥିଲାବେଳେ ଏବେ ରାସ୍ତା ହେବ ଆଉ ବହୁତ ଲୋକ ଉପକୃତ ହେବେ। ଆଉ ସରକାରଙ୍କୁ ବହୁତ ଧନ୍ୟବାଦ ଦେବି। ଅସୁବିଧା ଗମନାଗମନରେ ବହୁତ ଅସୁବିଧା। ଗାଁକୁ ଗୋଟେ ରାସ୍ତା ନାହିଁ, ଗୋଟେ ଡେଲିଭରି ଲୋକ ବି ଯାଇପାରୁନଥିଲେ, ଯୋଉଥିପାଇଁ କି ମରଣ ମୁହଁରେ ବି ପଡ଼ୁଥିଲେ। ଏବେ ସବୁ ଇଏରୁ ମାନେ ବହୁତ ସୁବିଧା ପାଇବେ ଲୋକମାନେ, ସେଇଟା ବହୁତ ଖୁସି ଲାଗୁଛି। ଆଉ ଧନ୍ୟବାଦ ଦେବି ସରକାରଙ୍କୁ, ଏବେ ଯୋଉ ସରକାର ଅଛନ୍ତି ବହୁତ ଧନ୍ୟବାଦ ଦେବି। ତେବେ ମେଡିକାଲ ଯିବା ପାଇଁ କାନ୍ଧ, ବିଦ୍ୟାଳୟକୁ ଯିବା ଆସିବା ପାଇଁ ନାଳ ଏବଂ ସାଧାରଣ ଜୀବନ ଜୀବିକା ପାଇଁ ବହୁ ଦିନ ପରେ ମିଳିଛି ପକ୍କା ରାସ୍ତା ନିର୍ମାଣର ପ୍ରତିଶ୍ରୁତି, କିନ୍ତୁ ତାହା କ'ଣ କାର୍ଯ୍ୟକାରୀ ହେବ? କ'ଣ ଗ୍ରାମବାସୀ ମୌଳିକ ସୁବିଧା ପାଇପାରିବେ ଅବା ଏହା ମଧ୍ୟ କେବଳ ପ୍ରତିଶ୍ରୁତିରେ ରହିଯିବ? ତାହାର ସତ୍ୟତା ଆଉ ମାତ୍ର କିଛି ଦିନରେ ହିଁ ଜଣାପଡ଼ିବ। ଭୁବନରୁ ଈଶ୍ୱର ରାଉତଙ୍କ ରିପୋର୍ଟ, ପ୍ରତିଦିନ ଟିଭି।